କାର୍ଯ୍ୟକଳାପ ଅନେକ ଆପଣମାନେ କହିବେ, କିନ୍ତୁ ମୁଁ କହିବାର ଉଦ୍ଦେଶ୍ୟ ବାଲ୍ୟକାଳରୁ ତାଙ୍କ ସହିତ ମୋର ବହୁତ ପରିଚୟ ଥିଲା। ଅନେକ ବିଷୟ ଆମମାନେ କଥା ହେଉଥିଲୁ। ଆଉ ତାଙ୍କ ବାପାଙ୍କ ସହିତ ପ୍ରତି ବୁଧବାର ଦିନ ଆମମାନେ ପାରିବାରିକ ଉପାସନାକୁ ଯାଉଥିଲୁ, ତାଙ୍କରି ସେବା କରୁଥିଲୁ, ଗୌରବ କରୁଥିଲୁ। ଆଉ ସେତେବେଳେ ଯେ ସମ୍ପାଦକ ଯେତେବେଳେ ଥିଲେ, ଆଉ ଅତି ସୁନ୍ଦର ଭାବରେ ଉତ୍ସାହିତ ସହକାରେ କାର୍ଯ୍ୟ କରୁଥିଲେ। ଏହିପରି ଭାବରେ ଆଉ ପ୍ରଭୁ ମୋତେ ଏଠାରୁ ନେଲା ପରେ ଆଉ ବିଭିନ୍ନ ସ୍ଥାନରେ ବ୍ୟବହାର କରି ଆଜି ପାଳକ ଭାବରେ ବ୍ୟବହାର କରୁଛନ୍ତି। ଆଉ ବିଶେଷ କରି ଆମ ଗଜପତି ପାଷ୍ଟରେଟ୍ CNIରେ 127 ଗୋଟି ମଣ୍ଡଳୀ, 8 ଗୋଟି ପାଷ୍ଟରେଟ୍ ଏବଂ ପ୍ରାୟ 127 ଗୋଟି ମଣ୍ଡଳୀ ମଧ୍ୟରେ ଆମମାନେ ପ୍ରତ୍ୟେକ କାର୍ଯ୍ୟ କରୁଛୁ। ପ୍ରଭୁ ପ୍ରତ୍ୟେକଙ୍କୁ ଅଳ୍ପ ବାକ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଧନ୍ୟବାଦ। ଅନୁରୋଧ ଆସିଛି ଯେ ଏଇଠି ତଳେ କହିବା ସମୟରେ ଭାଇମାନେ ଭଉଣୀମାନେ ପଛପଟୁ ଦେଖିପାରୁନାହାନ୍ତି, ଆଉ ସେଇଥିପାଇଁ ଟିକେ ଆମେ କାର୍ଯ୍ୟକ୍ରମ ପରିବର୍ତ୍ତନ କରୁଛୁ। ବା ଭଉଣୀ ଚଢ଼ିବାରେ ଅସୁବିଧା ହେବ ବୟସ ଦୃଷ୍ଟିରୁ, କେବଳ ସେମାନେ ସେଇଠି କହିବେ। ଆଉ ବର୍ତ୍ତମାନ ଆମେ ଲିଷ୍ଟ ଅନୁସାରେ ଆହ୍ୱାନ କରୁଛୁ ଯେ ରେଭରେଣ୍ଡ ପୁନୁ ଆନନ୍ଦ କଟକ ଡାଇସିସ୍ ଚର୍ଚ୍ଚ ତରଫରୁ ସେ ଆସିବେ। କେତେବେଳେ ପହଞ୍ଚିଲେ ରେଭରେଣ୍ଡ ପୁନୁ ଆନନ୍ଦ ଯଦି ଉପସ୍ଥିତ ଅଛନ୍ତି, ରେଭରେଣ୍ଡ ମାଥ୍ୟୁ ନାଗ ପାଷ୍ଟର ଭାଇଲୱାର୍ଡ ଆସେମ୍ବଲି ସମ୍ବଲପୁର ଉପରକୁ ଆସିବେ। ପରେ ପ୍ରସ୍ତୁତ ରହିଥିବେ ରେଭରେଣ୍ଡ ପ୍ରାଣ ନୀଲପ୍ପୋ ଆନ୍ଧ୍ରପ୍ରଦେଶ, ତାଙ୍କ ପରେ ପରେ ପ୍ରସ୍ତୁତ ରହିଥିବେ। ପ୍ରଭୁଙ୍କ ନାମରେ ଧନ୍ୟବାଦ ହେଉ। ଲୋକମାନଙ୍କୁ, ଧାର୍ମିକ ଲୋକମାନଙ୍କୁ ସେ ଆସନ୍ତା ବିପଦରୁ ନେଇ ଯାଉଛନ୍ତି ବୋଲି ଆମେ ବାକ୍ୟରେ ଆମେ ଦେଖୁ। କିନ୍ତୁ ଯେଉଁମାନେ ଆମେ ରହିଯାଉଛୁ, କ'ଣ ପାଇଁ ରହିଯାଉଛୁ? ଦୁଇଟି କାରଣ ବୋଲି ମୁଁ ଭାବେ। ଦୁଇଟି କାରଣ ଲାଗି ଆମେ ରହିଛୁ। ଯଦି ଆପଣ ପରିବର୍ତ୍ତନ ହେଇନାହାନ୍ତି, ହୁଏତ ପରିବର୍ତ୍ତନ ହେବା ପାଇଁ ପ୍ରଭୁ ଛାଡ଼ିଛନ୍ତି। ଆଉ ଯଦି ଆପଣ ବହୁତ ଭଲ ଲୋକ, ପ୍ରଭୁଙ୍କର ଅତି ପ୍ରିୟ ପାତ୍ର ଅଟନ୍ତି, ଅନ୍ୟମାନଙ୍କ ପାଇଁ ଆପଣ ବଞ୍ଚିଛନ୍ତି, ମନେ ରଖନ୍ତୁ। ତେଣୁକରି ଆମମାନଙ୍କର କିଶୋର ଦିଗାଲ ସେ ଆମର ଓଡ଼ିଶା ପାଇଁ ବିଭିନ୍ନ ସ୍ଥାନ ପାଇଁ ସେ ବଞ୍ଚିଥିଲେ। ଆଉ ସେ ଆଜି କିଛି ଛାପା ଛାଡ଼ିକରି ଯାଇଛନ୍ତି। ଯଦ୍ୱାରା କି ଆମେ ଓଡ଼ିଶାର ବିଭିନ୍ନ କୋଣରୁ, ପୁରା ପଲ୍ଲୀରୁ ଆମେ ସବୁ ତାହାକୁ ସ୍ମରଣ କରିବା ପାଇଁ